ବିଜେଡିରେ ମିଳୁନାହିଁ ବବିଙ୍କୁ ଗୁରୁତ୍ୱ। ସୁଜାତା ସନ୍ତୃପ୍ତ ବବିଙ୍କ ବାଟରେ କଣ୍ଟା। ବିଜେଡିକୁ ବାଏ ବାଏ କହିବେ କି ବବି? ବିଜୁ ଜନତା ଦଳରେ ବଦଳୁଛି କି କ୍ଷମତା ସମୀକରଣ? ଦଳର ସଂଗଠନ ଓ ନିଷ୍ପତ୍ତି ପ୍ରକ୍ରିୟାରେ ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ ପ୍ରଣ ପ୍ରକାଶ ଦାସ ଓ ବବି ଦାସଙ୍କ ଦବଦବା। ସୁଜାତା କାର୍ତ୍ତିକେୟନ ଓ ସନ୍ତୃପ୍ତ ମିଶ୍ରଙ୍କ ଭଳି ଚେହେରା ଦଳୀୟ ଗଣିତରେ ପ୍ରମୁଖ ସ୍ଥାନ ନେଉଥିବା ବେଳେ ଗୋଟିଏ ସମୟରେ ସଂଗଠନ ସମ୍ପାଦକ ଭାବେ ଅପ୍ରତିହତ କ୍ଷମତା ଉପଭୋଗ କରୁଥିବା ବବି ଦାସ ଏବେ ଅଣଦେଖାର ଶିକାର ହୋଇଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ଭିତରେ ବଡ଼ ଧରଣର ସାଂଗଠନିକ ଓ ନୀତିଗତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୋଟିଏ ସମୟରେ ଦଳର ସଂଗଠନ ହେଉ କି ନିର୍ବାଚନ ପରିଚାଳନା, ସବୁଥିରେ ଯାହାଙ୍କର ନିଷ୍ପତ୍ତି ନିର୍ଣ୍ଣାୟକ ସାବ୍ୟସ୍ତ ହେଉଥିଲା, ସେହି ପ୍ରଣବ ପ୍ରକାଶ ଦାସ ଓ ବବି ଦାସ ଏବେ ଧୀରେ ଧୀରେ ନେପଥ୍ୟକୁ ଚାଲି ଯାଉଥିବା ନେଇ ଦଳୀୟ ସୂତ୍ରରୁ ଚର୍ଚ୍ଚା ହେଉଛି। ସଂଗଠନକୁ ସୁଦୃଢ଼ କରିବାରେ ବବିଙ୍କ ଯେଉଁ ସକ୍ରିୟ ଭୂମିକା ରହିଥିଲା, ତାହା ଏବେ ଆଉ ପୂର୍ବ ଭଳି ନଜରକୁ ଆସୁନାହିଁ। ଅନ୍ୟପଟେ ଦଳୀୟ ନୀତି ନିର୍ଦ୍ଧାରଣ ଓ ଗଣମାଧ୍ୟମ ପରିଚାଳନାରେ ସନ୍ତୃପ୍ତ ମିଶ୍ରଙ୍କୁ ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। କର୍ପୋରେଟ ଅଭିଜ୍ଞତା ସମ୍ପନ୍ନ ସନ୍ତୃପ୍ତ ମିଶ୍ରଙ୍କ କାର୍ଯ୍ୟଶୈଳୀ ଓ ଯୋଜନାକୁ ଦଳୀୟ ଶୀର୍ଷ ନେତୃତ୍ୱ ପ୍ରାଥମିକତା ଦେଉଛନ୍ତି। ଏଥିସହିତ ପୃଷ୍ଠଭୂମିରେ ସୁଜାତା କାର୍ତ୍ତିକେୟନଙ୍କ ପ୍ରଭାବ ଓ ଦଳୀୟ ନିଷ୍ପତ୍ତିରେ ତାଙ୍କର ଗ୍ରହଣୀୟତା ବଢ଼ୁଥିବା ଚର୍ଚ୍ଚା ହେଉଛି। ଏହି ଦୁଇ ଚେହେରା ଦଳୀୟ ପରିଚାଳନାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟୁଥିବା ବେଳେ ବବି ଦାସ କୋଣ ଠେସା ହେଉଥିବା ନେଇ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ଯାଜପୁର ଗଡ଼ରୁ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ବବି ଦାସଙ୍କ ଏହି ପରିବର୍ତ୍ତିତ ସ୍ଥିତିକୁ ନେଇ କର୍ମୀ ଓ ସମର୍ଥକଙ୍କ ମହଲରେ ମଧ୍ୟ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ଗ୍ରାସରୁଟ୍ର ନେତା ଭାବେ ଜଣାଶୁଣା ବବିଙ୍କୁ ଅଣଦେଖା କରାଗଲେ ଆଗାମୀ ଦିନରେ ଦଳର ସାଂଗଠନିକ ମୂଳଦୁଆ ଦୁର୍ବଳ ହେବ କି ନା ନୂଆ ନେତୃତ୍ୱଙ୍କ ବଳରେ ବିଜେଡି ନିଜର ଆଭିମୁଖ୍ୟ ବଦଳାଇବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ରାଜନୀତିରେ ସମୟ ଓ ସମୀକରଣ କେତେବେଳେ ବି ବଦଳିପାରେ। ସୁଜାତା ଓ ସନ୍ତୃପ୍ତଙ୍କ ବଢୁଥିବା ଗୁରୁତ୍ୱ ଭିତରେ ବବି ଦାସଙ୍କ ଏହି ନିରବତା ଏକ ନୂଆ ରାଜନୈତିକ ମୋଡ଼ର ସଂକେତ କି ନା ଦଳୀୟ କାର୍ଯ୍ୟପନ୍ଥାର ଏହା ଏକ ରଣନୈତିକ ଅଂଶ? ନିର୍ବାଚନୀ ଧକ୍କା ପରେ ବିଜେଡି ନିଜକୁ ପୁନରୁଦ୍ଧାର କରିବା ପାଇଁ ଏହି ନୂଆ ଚେହେରାମାନଙ୍କ ଉପରେ ବାଜି ଲଗାଉଛି ନା ବବି ଦାସଙ୍କ ଅସନ୍ତୋଷ ଆଗାମୀ ଦିନରେ ଦଳ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିବ? ପୁରୁଣା ସଂଗଠନ ବନାମ ନୂଆ ଚେହେରା, ବିଜେଡିର ଏହି ଆଭ୍ୟନ୍ତରୀଣ କ୍ଷମତା ଲଢ଼େଇ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ରାଜ୍ୟ ରାଜନୀତିର ଚିତ୍ର ବଦଳାଇବ, ଦେଖିବାକୁ ବାକି ରହିଲା।